ଅଛି ଆମର ବୁଥ୍ ଅଛି ଏବଂ ଏକର୍ଡିଂଲି ଆମର 415 ବୁଥରେ ବିଏଲଓ ଅଛନ୍ତି ସବୁ ଜାଗାରେ। ସେ ସାଙ୍ଗରେ ଏବେ ଇସିଆଇ କହିଲେ ଯେ ଆମର ଭଲେଣ୍ଟିୟର ବି ଦିଅ, ଗୋଟେ ବିଏଲଓକୁ 5 ଜଣ ଭଲେଣ୍ଟିୟର ଆଟାଚ୍ କର ଏବଂ ଭଲେଣ୍ଟିୟର ମାନେ ହେବେ ଆମର ସରକାରୀ ସଂସ୍ଥାରୁ ଅଙ୍ଗନବାଡି ହେଇପାରେ, ଆଶା ଦିଦି ହେଇପାରନ୍ତି କିମ୍ବା ଅନ୍ୟ ସେ କ୍ଲାସ୍ 3 ଲୋକ କିଏ ହେଇପାରନ୍ତି ଯେଉଁମାନେ କି ସରକାରୀ ଲୋକ ହେଇଥିବେ। ତାର ସାଙ୍ଗରେ ପଲିଟିକାଲ ଲୋକଙ୍କୁ କେମିତି ଯୋଡ଼ିବା ଏଥିରେ ଯାହା ଦ୍ୱାରା କି ସ୍ୱଚ୍ଛତା ଆସିବ, ସେଇଥିପାଇଁ ବିଏଲଏ ବୁଥ୍ ଲେଭେଲ ଏଜେଣ୍ଟ ଆପଏଣ୍ଟମେଣ୍ଟ କର ବୋଲିକି ସେଇଟା ପଲିଟିକାଲ ପାର୍ଟି ମାନଙ୍କୁ ବି ଆମେ ରିକ୍ୱେଷ୍ଟ କରିଥିଲୁ ଏବଂ ଆଗାମୀ ଦିନରେ ବି କରିବୁ। ସେମାନେ ସମସ୍ତେ ପ୍ରାୟ ଦେଲେଣି କିନ୍ତୁ କେତେ ଜଣ ପୁରା ଦେଇନାହାନ୍ତି 415 ଲେଖା। ତେଣୁ ଆଉ ଥରେ ଆମେ ଆପଣମାନଙ୍କ ଜରିଆରେ ଅନୁରୋଧ କରିବୁ ପଲିଟିକାଲ ପାର୍ଟି ମାନଙ୍କୁ ସେମାନେ ବିଏଲଏ ତୁରନ୍ତ ଦେଇଦେବେ, ତାହେଲେ ନିହାତି ଭାବେ ସାହାଯ୍ୟରେ ଆସିପାରିବ। ବିଏଲଓ ମାନେ ଆସନ୍ତା 30/5/2026 ରୁ 28/6/2026 ପର୍ଯ୍ୟନ୍ତ ଘର ଘର ଯାଇକି 2ଟା ସେଟ୍ ଫର୍ମ ଧରିକି ଯିବେ ସେମାନେ। 2ଟା ସେଟ୍ ଯିବେ ଆଉ ସେମାନେ ଘରେ ଦେବେ। ପ୍ରତ୍ୟେକ ଘରକୁ ଯାଇ ପ୍ରତ୍ୟେକ ନାଗରିକକୁ ପ୍ରତ୍ୟେକ ଭୋଟରକୁ ଟଚ୍ କରିକି ଦେବେ। ରାଜନୈତିକ ସହଯୋଗ ପ୍ରତ୍ୟେକ ବୁଥ୍ ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ ବିଏଲଏ ନିଯୁକ୍ତ କରିବାକୁ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଛନ୍ତି। ଦେଖନ୍ତୁ ଆମର ରାଜ୍ୟରେ ତଥା ଆମର ବୌଦ୍ଧ ଜିଲ୍ଲାରେ ଆମର 30/5/2026 ରୁ 28/6/2026 ପର୍ଯ୍ୟନ୍ତ ଆମର SIR ଆରମ୍ଭ ହୋଇଯାଉଛି। ଏହି ସମୟ ଅବଧି ଭିତରେ ଆମର ବିଏଲଓ ମାନେ ଘରକୁ ଘର ବୁଲି ସେମାନେ 2ଟା ସେଟ୍ ଏନୁମରେସନ ଫର୍ମ ଘରରେ ଯାଇକରି ପ୍ରତ୍ୟେକ ଇଲେକ୍ଟରଙ୍କୁ ଦେବେ ଏବଂ ଇଲେକ୍ଟର ପାଇଲା ପରେ ସେମାନେ ନିଜର ତଥ୍ୟ ସେଥିରେ ଭରିବେ, ପୂରଣ କରିବେ। ତଥା ଯଦି ଆମର 2002ର ଇଲେକ୍ଟୋରାଲ ରୋଲ୍ ଦରକାର କରେ ତାହେଲେ ତାର ବି ସାହାଯ୍ୟ ନେବେ। ଇଲେକ୍ଟର ମାନଙ୍କୁ ସାହାଯ୍ୟ କରିବା ପାଇଁ ଆମର ପ୍ରତ୍ୟେକ ବୁଥରେ ବିଏଲଓ ଅଛନ୍ତି, ତାଙ୍କ ସାଙ୍ଗରେ ଆମର ବିଏଲଏ ମାନେ ବୁଥ୍ ଲେଭେଲ ଏଜେଣ୍ଟ ଯେଉଁମାନେ କି ପଲିଟିକାଲି ମାନେ ଆପଏଣ୍ଟେଡ ହୋଇଛନ୍ତି ଏବଂ ତାଙ୍କର ସାଙ୍ଗରେ ଆଉ ବି ସାହାଯ୍ୟ କରିବା ପାଇଁ ଆମର ଅଛନ୍ତି ଆମର ଭଲେଣ୍ଟିୟର କହୁଛୁ। ପ୍ରତ୍ୟେକ ବୁଥ୍ ପାଇଁ ପ୍ରତ୍ୟେକ ବିଏଲଓ ପାଇଁ 5 ଜଣ ଭଲେଣ୍ଟିୟର ବି ଦିଆହେଇଛି। ସେମାନେ ବି ସାହାଯ୍ୟ କରିବେ ପ୍ରତ୍ୟେକ ଇଲେକ୍ଟରଙ୍କୁ କେମିତି ଫର୍ମ ପୂରଣ କରିବେ। ଏଇଟା ଆଗାମୀ ଆମର 30/5/2026 ରୁ 28/6/2026 ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ଭିତରେ ମୁଁ ଅନୁରୋଧ କରିବି ଆପଣମାନଙ୍କ ଜରିଆରେ ଯେ ଆମର ବୌଦ୍ଧର ସବୁ ଇଲେକ୍ଟର ବା ଜନସାଧାରଣ ଭାଇ ଭଉଣୀ ମାନଙ୍କୁ ଯେ ଆମର ବିଏଲଓ ମାନଙ୍କୁ ସମସ୍ତେ ସହଯୋଗ କରନ୍ତୁ। ଯେହେତୁ ଏବେ ଖରା ଚାଲିଛି, ଆମର ବୌଦ୍ଧ ହେଉଛି ପ୍ରାୟ 40-42 ଡିଗ୍ରୀ ରହୁଛି। ତେଣୁ ମୁଁ ଅନୁରୋଧ କରିବି ଯେ ସମସ୍ତେ ସକାଳେ ଯେଉଁ ବିଏଲଓ ଭାଇ ଭଉଣୀ ଅଛନ୍ତି ସେମାନେ ସକାଳେ 10ଟା ଆଗରୁ ତାଙ୍କର ଘରକୁ ଘର ଯାଇକରି କାମ ସାରି ଯାଆନ୍ତୁ ଏବଂ ଦ୍ୱିତୀୟ ହାଫ୍ରେ ସେମାନେ 4ଟା ପରେ ସେମାନେ ଯାଇକରି ବୁଥରେ ତାଙ୍କର ବସିକରି ଯିଏ ଯାହା ସାହାଯ୍ୟ ମାଗୁଛି ଇଲେକ୍ଟର ମାନେ ଆସି ତାଙ୍କୁ ସହଯୋଗ କରନ୍ତି।